ଜୟ ଜଗନ୍ନାଥ। ସାଙ୍ଗମାନେ ମୁଁ ଆଜି ଭିଡ଼ିଓ ମାଧ୍ୟମରେ ଗୋଟେ କଥା କହିବାକୁ କହୁଥିଲି। ନିଜ ଲୋକମାନେ ହେଲା, ନିଜ ଲୋକମାନେ ଆଉ ରିଲେଟିଭ୍ ସେ ମୋର କହିବାକୁ ଗଲେ ନାଁ କହିବେନି। ସେ ଲୋକ ମୋତେ ଗୋଟେ ଦିନ କହିଲା ଯେ ତୁ ଜୀବନ କାଳେ ତୁ ଘର କରିପାରିବୁନି, ନା ଘର ତୁ ଛାତ ପକାଇ ପାରିବୁନି। ନିଜର ରିଲେଟିଭ୍ ସିଏ, ବନ୍ଧୁବାନ୍ଧବ, ବୁଝିଲ। କିନ୍ତୁ ସେ ଲୋକ ବହୁତ ପ୍ରକାର କଥା କହିଛି ମୋ ନାଁରେ, ସବୁଠି ମୋତେ ବେଜିତ୍ କରିଛି ହେଲା। ଭଗବାନ ସେ ଲୋକକୁ ବି ବହୁତ ଭଲରେ ରଖନ୍ତୁ ହେଲା। କିନ୍ତୁ ମୋ କଥା, ମୁଁ ତମର କ'ଣ କଲି? ତମେ ତ ଦାନା ମୁଠାଇ ଦେଇପାରିବନି କାହା ପେଟକୁ, ମୋତେ କ'ଣ ଖାଇବାକୁ ଦେଇଥାନ୍ତ? ମୋ ଅସୁବିଧାର ବେଳେ ତ ଆସିକି ଛିଡ଼ା ହେଲେନି ମୋ ପାଖରେ, କିଛି କଲନି। ମୋ ନାଁରେ ଖାଲି ଇଠେଇଁ ସିଠେଇଁ ମାନେ ଚୁଗୁଲି କରୁଛ। ଚୁଗୁଲି କରିକି ଲାଭ କ'ଣ ପାଉଛ? ଲାଭ କ'ଣ ଭାଇ ପାଉଛ କହିଲ? ଭାଇ ଦାନା ମୁଠା ଦେଇପାରିବନି କାହାକୁ, କାହା ନାଁରେ ଚୁଗୁଲି ବି କରନି ହେଲା। ମୁଁ ମୋର ଯେମିତି ଚଳୁଛି ବହୁତ ଭଲରେ ଚଳୁଛି। ଯେତିକି ବି ମୋତେ ଭଗବାନ ଦେଉଛନ୍ତି ମୁଁ ସେତିକିରେ ଖୁସିରେ ରହୁଛି, ଖୁସିରେ ବି ଚଳୁଛି ହେଲା। ମୁଁ ବି ଏତେ ଲୋଭ କରୁନି ହେଲା କମ୍ ଭଳିଆ। ତେଣୁ ଭାଇ ନିଜ ଲୋକ ହେଇକି ସାବରେ ଆଗରେ ଭାଇ ଭଲ ମନ୍ଦ ସବୁ ପ୍ରଶଂସା କରୁଛ, ମୋ ପଛଆଡ଼େ ଭଲ ଛୁରୀ ମାରୁଛ। ଭାଇ ତୁମେ ଏମିତିଆ ଲୋକ ସଂସାରରେ ଅଛ ମୁଁ ଜାଣିନି ହେଲା। ଦୟା କରିକି ମୁଁ ବି ଠାକୁରଙ୍କୁ ଡାକୁଛି ତୁମେ ବହୁତ ଭଲରେ ରୁହ, ଘର କର, ଗାଡ଼ି କର, ଘୋଡ଼ା କର, ବହୁତ ଭଲରେ ଚଳ। ଭାଇ ମୋ ବିଷୟରେ କେହି ଚୁଗୁଲି କରନି। ଆଉ ଯେତେ ବି ଚୁଗୁଲି କଲେ ବି ଉପରବାଲା ଅଛି, ସେଇ ସବୁ ଦେଖୁଛି ହେଲା। ମୁଁ ସବୁ ସେ ଜଗନ୍ନାଥଙ୍କ ଭରସାରେ ଚାଲିଛି, ରଖୁଛି।